ये ହେଉଛି ଭଦ୍ରକ ଜିଲ୍ଲା ବାସୁଦେବପୁର ରକ୍ତତୀର୍ଥ ଇରମ୍। ଇତିହାସ କହେ ବ୍ରିଟିଶ ଗୁଳିରେ ଟଳି ପଡ଼ିଥିଲେ 29 ଜଣ ସ୍ୱାଧୀନତା ସଂଗ୍ରାମୀ, 57 ଜଣ ହୋଇଥିଲେ ଗୁରୁତର। ଏଇଠି ଦିନେ ଆରମ୍ଭ ହୋଇଥିଲା ନରମେଧ ଯଜ୍ଞ। 1942 ମସିହା ସେପ୍ଟେମ୍ବର ମାସ 28 ତାରିଖ ଦିନ ଏକ ଅଭିଶପ୍ତ ଅପରାହ୍ନରେ ରକ୍ତ ରଞ୍ଜିତ ହୋଇଯାଇଥିଲା ଏହି ମେଳନ ପଡ଼ିଆ। ସଂଗ୍ରାମୀଙ୍କର ତାଜା ରକ୍ତରେ ହୋଲି ଖେଳିଥିଲେ ବ୍ରିଟିଶ ଫୌଜ। ଇରମ୍ ମାଟିର ବରପୁତ୍ର ବାଞ୍ଛାନ୍ଦୀ ମହାନ୍ତିଙ୍କର ତାଙ୍କର କବିତା ମାଧ୍ୟମରେ ସେହି ସମୟରେ ଅନେକ ସଂଗ୍ରାମୀକୁ ଜନ୍ମ ଦେଇଥିଲା। ଆପଣ ଯେଉଁ ଭିଜୁଆଲ ମାଧ୍ୟମରେ ଦେଖୁଛନ୍ତି, ଇଏ ହେଉଛି ରକ୍ତତୀର୍ଥ ଇରମ୍। ଭାରତ ଇତିହାସ ଓ ଓଡ଼ିଶା ଇତିହାସ ମଧ୍ୟରେ ଏଇଟା ହେଉଛି ଆଜି ହେଉଛି ଶହୀଦ ଦିବସ। ଏହି ଶହୀଦ ଦିବସରେ ଶହୀଦର ଇରମ୍ ମାଟିକୁ ଶତ ଶତ ପ୍ରଣାମ। ଏହି ସଂଗ୍ରାମୀମାନଙ୍କର ତାଜା ରକ୍ତରେ ସିନା ରଞ୍ଜିତ ହୋଇଥିଲା ବ୍ରିଟିଶ ସରକାର ଯେଉଁ ମେଳନ ପଡ଼ିଆ ଇରମ୍। ରକ୍ତତୀର୍ଥ ଇରମ୍ ଭାରତ ଇତିହାସର ଜଣେ ମଧ୍ୟ ଶହୀଦ ହୋଇଥିଲେ, ତାଙ୍କ ନାଁ ହେଉଛି ପରିବେୱା। ଏହି ଇତିହାସର ସମସ୍ତଙ୍କୁ ଶତ ଶତ ସଲାମ ଓ ଶହୀଦମାନଙ୍କୁ ଶତ ଶତ ସଲାମ ସହିତ ଇରମ୍ ମାଟି। Para